ଧରାପୃଷ୍ଠକୁ ମାଙ୍କ ଆଗମନ। ଚାରିଆଡ଼େ ଛିନ୍ନ ମସ୍ତା ମା ଶ୍ୟାମଳା କାଳୀ ପୂଜା ପାଉଛନ୍ତି। ଏ ହେଉଛି ଅନ୍ଧାର ଉପରେ ଆଲୋକ, ଅଜ୍ଞାନ ଉପରେ ଜ୍ଞାନ ଓ ମନ୍ଦ ଉପରେ ଭଲର ବିଜୟର ପ୍ରତୀକ। କହିବାକୁ ଗଲେ ଆନନ୍ଦ ଓ ଆଲୋକ ଏ ହେଉଛି ପର୍ବ। ପୁଣି ଥରେ ପରସ୍ପର ପ୍ରତି ସୁସମ୍ପର୍କ, ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବାର ଅଡ଼ୁଆ ସୂତାଖିଅକୁ ମଜବୁତ କରିବାର ଆଉ ଏକ ସୁଯୋଗ। ଦୀପାବଳି ହେଉଛି ପିତୃପୁରୁଷଙ୍କୁ ସ୍ମରଣ କରିବାର ଦିନ। ଝାଟିମାଟି ହେଉ କି ବିଶାଳ ପ୍ରସାଦ ହେଉ, ରଙ୍ଗୀନ ଆଲୋକ କିମ୍ବା ଦୀପରେ ସଜେଇ ଆଲୋକିତ କରିବା ମନକୁ ଆନନ୍ଦ ଦେଇଥାଏ। ଘରେ ଘରେ ପିଠାପଣା ସହିତ ହସ ଖୁସିର ଆସର। ଏହି ଦିନ ପ୍ରଭୁ ରାମଚନ୍ଦ୍ର 14 ବର୍ଷ ବନବାସ ପରେ ଅଯୋଧ୍ୟାକୁ ମଧ୍ୟ ଫେରିଥିଲେ। ଏହି ଦିନ ଗୋମାତାଙ୍କୁ ପୂଜାପାଠ ଓ ଗୁହାଳ ପୂଜା ହୋଇଥାଏ। ଘରକୁ ଗୋବର ଦ୍ୱାରା ଲିପାପୋଛା ମଧ୍ୟ କରାଯାଇ ଘରେ ପୂଜାପାଠ ହୁଏ। ଚଉରା ମୂଳରେ ମୁରୁଜ ପକାଇ ଦୀପ ଜାଳି ମା ବୃନ୍ଦାବତୀଙ୍କୁ ମଧ୍ୟ ପୂଜା କରାଯାଇଥାଏ। ତେବେ ଆସନ୍ତୁ ଆମେ ସମସ୍ତେ ନିର୍ମଳ, ସୁସ୍ଥ, ପବିତ୍ର ମନରେ ଦୀପଟିଏ ଜାଳି ମା ଶ୍ୟାମଳା କାଳୀଙ୍କୁ ଜଗତର ମଙ୍ଗଳ ପାଇଁ ପ୍ରାର୍ଥନା କରିବା। ପ୍ରଥମେ ଭାରତବର୍ଷର ଅନନ୍ୟ ପରମ୍ପରା ଯେଉଁ ଦୀପାବଳି ଏବଂ ଅନ୍ୟାନ୍ୟ ପରମ୍ପରା ଯେଉଁ ଆଲୋକ ପର୍ବ, ଇଏ ଗୋଟେ ସଂଯୋଜିତ ହେଇକି ଭାରତୀୟ ପରମ୍ପରା ବା ସଂସ୍କୃତିକୁ ଗୋଟେ ଭିନ୍ନ ରୂପ ଦେଇଛି। ଗୋଟିଏ ପଟରେ ଆମେ ଦୀପାବଳିକୁ ଆଲୋକର ପର୍ବ କହୁଛନ୍ତି ଏବଂ ଅନ୍ୟ ପଟରେ ମା କାଳୀଙ୍କର, ମା ଶ୍ୟାମା କାଳୀଙ୍କର ପୂଜା ହେଉଛି। ୟା ଭିତରେ ମଧ୍ୟ ଚିନ୍ତା ଆଉ ଚେତନାକୁ ଯଦି ଯୋଡ଼ାଯାଏ ଦେଖାଯିବ, ପୃଥିବୀ ବର୍ଷକୁ ଆଲୋକିତ କରିବା ପାଇଁ ଯେଉଁ ଆଲୋକର ଆବଶ୍ୟକତା ରହିଛି, ସେମିତି ପୃଥିବୀ ବର୍ଷରେ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବ ଆମେ ଯୁଗେ ଯୁଗେ ଯେମିତି କିଛି ଦିନ ପୂର୍ବରୁ ଦଶହରା ଯାଇଛି, ଏବେ ମଧ୍ୟ ମା କାଳୀଙ୍କର, ଶ୍ୟାମା କାଳୀଙ୍କର ମଧ୍ୟ ବି ଆବିର୍ଭାବ ହେଇଛି। ସିଏ ମଧ୍ୟ ଦୁର୍ବୃତ୍ତମାନଙ୍କର ଯେଉଁ ନର ମାନେ ଯେଉଁ ସଂହାରିଣୀ, ସିଏ ବି ମଧ୍ୟ ରାତ୍ର କାଳରେ ଯେତେବେଳେ ଅନ୍ୟାୟକୁ ଅନ୍ଧାରକୁ ଯେତେବେଳେ ପାଦ ଦେଉଥିଲେ ମଧ୍ୟ ସିଏ ବି କିଛି ଧର୍ମ ସଂସ୍ଥାପନା ପାଇଁ କିଛି କାମ କରୁଥିଲେ। ଆପଣମାନେ ଚିତ୍ର ଦେଖୁଥିବେ, ସେ ଚିତ୍ରରେ ଦେଖିବେ ଯେ ନିଜର ଯାହାକୁ ଆମେ ଦେଢ଼ଶୁର ବୋଲି କହୁଛନ୍ତି ବା ଶିବଙ୍କୁ ଯାହାକୁ କହୁଛନ୍ତି, ସେ ହଠାତ୍ ଯେତେବେଳେ ରାତ୍ରି ବାହାରୁଛନ୍ତି ଯେ ଆଲୋକ ପଥରେ ଅନ୍ଧାରକୁ ହଟେଇବା ପାଇଁ ବା ଅଧର୍ମକୁ ହଟେଇବା ପାଇଁ, ସେ ମଧ୍ୟ ତାକୁ ମାଡ଼ି ପକାଇଛନ୍ତି। ଆପଣଙ୍କର ଏଇ ଜେନେରାଲ କାଳୀ ପୂଜାରେ ଆପଣ ଏଇ ଚିତ୍ର ଦେଖିବେ। ଯାହା ବି ହଉ, ଏଇ ଯେଉଁ ଅନ୍ୟାନ୍ୟ ପରମ୍ପରା ଅଛି, ଆଲୋକ ପର୍ବ ଅଛି ବା ଆମର ଯେଉଁ ମା କାଳୀଙ୍କର ଯେଉଁ ପୂଜା ଅଛି, ଏଇ ପୂଜାରେ ମୁଁ ମୋର ସାରା ଓଡ଼ିଶାର ଜନସାଧାରଣଙ୍କୁ, ମୋ କେନ୍ଦୁଝର ଜିଲ୍ଲାର ଅଧିବାସୀଙ୍କୁ, ତଥାପି ବିଶେଷ ଭାବରେ ମୋ ନିର୍ବାଚନ ମଣ୍ଡଳୀ ଘଷିପୁରାର ଜନସାଧାରଣଙ୍କର ସୁଖ ସମୃଦ୍ଧି କାମନା କରୁଛି ଏବଂ ପ୍ରାର୍ଥନା କରୁଛି ମା ଶ୍ୟାମାକାଳୀ ସମସ୍ତଙ୍କୁ ସୁଖ ଏବଂ ଶାନ୍ତି ପ୍ରଦାନ କରନ୍ତୁ। ଏତିକି ମୋର ଆଜିର ବାର୍ତ୍ତା ଏବଂ ପ୍ରାର୍ଥନା। କେନ୍ଦୁଝରରୁ ଗଗନ ବିହାର ଦାସଙ୍କ ରିପୋର୍ଟ, G9 ଓଡ଼ିଆ।